ନମସ୍କାର ଦର୍ଶକ ବନ୍ଧୁ। ଆଜି ଦିନଯାକର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକେଇବା। ପ୍ରଥମେ ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ ପ୍ରକୃତରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଆଦେଶକୁ ସମର୍ଥନ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ଜଣେ ବ୍ୟକ୍ତି ଯିଏ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରନ୍ତି ଏବଂ ସକ୍ରିୟ ଭାବରେ ଏହାକୁ ପାଳନ କରନ୍ତି, ସେ ଅନୁସୂଚିତ ଜାତିର ସଦସ୍ୟ ହୋଇପାରିବେ ନାହିଁ। କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଆବେଦନକାରୀ ଏକ ଦଶନ୍ଧି ଧରି ଖ୍ରୀଷ୍ଟିଆନ ଧର୍ମ ପାଳନ କରିଥିଲେ ଏବଂ ପାଦ୍ରୀ ଭାବରେ ପ୍ରାର୍ଥନା ମଧ୍ୟ ଆୟୋଜିତ କରୁଥିଲେ। ଭାରତୀୟ ସମ୍ବିଧାନର ଧାରା 341 ଅନୁଯାୟୀ ଅନୁସୂଚିତ ଜାତିକୁ ପରିଭାଷିତ କରାଯାଇଛି। ଏହା ଅନୁଯାୟୀ ହିନ୍ଦୁ ଧର୍ମ, ଶିଖ ଧର୍ମ ଏବଂ ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମର ବ୍ୟକ୍ତିଙ୍କୁ ଅନୁସୂଚିତ ଜାତି ଜନଜାତି ବର୍ଗର ସଦସ୍ୟ ଭାବରେ ବିବେଚନା କରାଯାଇପାରିବ ନାହିଁ। 1950ର ରାଷ୍ଟ୍ରପତିଙ୍କ ଆଦେଶରେ ଏହା ମଧ୍ୟ କୁହାଯାଇଥିଲା ଯେ କେବଳ ହିନ୍ଦୁ, ଶିଖ ଏବଂ ବୌଦ୍ଧ ଧର୍ମର ଦଳିତମାନଙ୍କୁ ଅନୁସୂଚିତ ଜାତି ତାଲିକାର ସଦସ୍ୟ ଭାବରେ ବିବେଚନା କରାଯାଇପାରିବ। ପରବର୍ତ୍ତୀ ଖବର ରେଳଯାତ୍ରୀଙ୍କୁ ଲାଗିଲା ଶକ୍ତ ଝଟକା। କ୍ୟାନସଲ କଲେ ଏଣିକି କରାଯିବନି ଟଙ୍କା ଫେରସ୍ତ, ବଦଳିଲା ନିୟମ। ଟିକେଟ କଳାବଜାରୀ ରୋକିବା ପାଇଁ ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ ଯାତ୍ରୀମାନେ ପୂର୍ବ ପରି ଟିକେଟ ବାତିଲ କରିବା ପରେ ସମ୍ପୂର୍ଣ୍ଣ ରିଫଣ୍ଡ ପାଇବେ ନାହିଁ, ବରଂ ବାତିଲକରଣ ସମୟ ଉପରେ ଆଧାର କରି ରିଫଣ୍ଡ ପରିମାଣ କାଟି ନିଆଯିବ। ନୂତନ ନିୟମ ଅନୁଯାୟୀ ଯଦି ଜଣେ ଯାତ୍ରୀ ଟ୍ରେନର ନିର୍ଦ୍ଧାରିତ ପ୍ରସ୍ଥାନ ସମୟ 8 ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରନ୍ତି, ତେବେ ସେମାନଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ। ବିପରୀତ ଭାବରେ ଯଦି ପ୍ରସ୍ଥାନର 24ରୁ 8 ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରାଯାଏ, ତେବେ ଭଡ଼ା ପରିମାଣର କେବଳ 50% ରିଫଣ୍ଡ କରାଯିବ। ଏହା ବ୍ୟତୀତ ଯଦି 72 ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରାଯାଏ, ତେବେ ଯାତ୍ରୀ 75% ପର୍ଯ୍ୟନ୍ତ ରିଫଣ୍ଡ ପାଇବାକୁ। ପରବର୍ତ୍ତୀ ଖବର ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର। ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଯାଇଥିବା ସଂକଟ ସମ୍ପର୍କରେ ସୋମବାର ଲୋକସଭାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ, ବିଶେଷ କରି ଚାଷୀମାନଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ କୌଣସି ସଂକଟ ଭାରତର କୃଷି ଏବଂ ଖାଦ୍ୟ ସୁରକ୍ଷାକୁ ପ୍ରଭାବିତ କରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟ ସଂରକ୍ଷଣ ଅଛି ଏବଂ ଖରିଫ ଋତୁର ବିହନ ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ସରକାର ସୁନିଶ୍ଚିତ କରୁଛନ୍ତି। ସେ କହିଛନ୍ତି ଯେ ପୂର୍ବ ବର୍ଷଗୁଡ଼ିକରେ ସରକାର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ସାର ବ୍ୟବସ୍ଥା କରିଛନ୍ତି। ପରବର୍ତ୍ତୀ ଖବର ଏପ୍ରିଲ 1ରୁ ବଦଳିଯିବ ଗୁଗଲ ପେ, ଫୋନ ପେ, ପେଟିଏମ ଚଳାଇବାର ତାରିଖ। ଆରବିଆଇ ଜାରି କଲା କଠୋର ନିୟମ। ଏପ୍ରିଲ 1, 2026 ଠାରୁ ଅନଲାଇନ ପେମେଣ୍ଟର ନିୟମ ପରିବର୍ତ୍ତନ ହେଉଛି। ଡିଜିଟାଲ ଠକେଇକୁ ରୋକିବା ପାଇଁ ଆରବିଆଇ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନକୁ ବାଧ୍ୟତାମୂଳକ କରିଛି। ଏବେ ଆପଣ କରୁଥିବା ପ୍ରତ୍ୟେକ ପେମେଣ୍ଟକୁ ସୁରକ୍ଷାର 2ଟି ଭିନ୍ନ ସ୍ତର ଦେଇ ଯିବାକୁ ପଡ଼ିବ। ଏପର୍ଯ୍ୟନ୍ତ ଆମେ ପେମେଣ୍ଟ ପାଇଁ କେବଳ ଏସଏମଏସ ଆଧାରିତ ଓଟିପି ଉପରେ ନିର୍ଭର କରୁଥିଲୁ, ଏପରି କୋଡ୍ ଯାହାକୁ ହ୍ୟାକର ସହଜରେ ଅଟକାଇ ଚୋରି କରିପାରିବେ। ବର୍ତ୍ତମାନ ଏକ ପେମେଣ୍ଟ ସମାପ୍ତ କରିବା ପାଇଁ ଅତି କମରେ 2ଟି ଭେରିଫିକେସନ ଆବଶ୍ୟକ ହେବ, ଯେପରିକି ବାୟୋମେଟ୍ରିକ ପ୍ରମାଣୀକରଣ ସହିତ ଏକ ପିନ୍। ଆରବିଆଇ ସିଷ୍ଟମକୁ ଅଧିକ ସ୍ମାର୍ଟ କରିଛି। ନୂତନ ନିୟମ ଅନୁସାରେ 2ଟି ଭେରିଫିକେସନ ମଧ୍ୟରୁ ଅତି କମରେ ଗୋଟିଏ ଡାଇନାମିକ ହେବା ଆବଶ୍ୟକ। ଏହାର ଅର୍ଥ ହେଉଛି ପ୍ରତ୍ୟେକ କାରବାର ପାଇଁ ନିର୍ଦ୍ଦିଷ୍ଟ ସୂଚନା ଅନନ୍ୟ ହେବ ଏବଂ ପୁନଃ ବ୍ୟବହୃତ ହୋଇପାରିବ ନାହିଁ। ଏହା ନିଶ୍ଚିତ କରେ ଯେ ଡାଟା ଲିକ୍ ହେବା ସମୟରେ ମଧ୍ୟ ଆପଣଙ୍କ ପାଣ୍ଠି ସୁରକ୍ଷିତ ରହିବ। ପରବର୍ତ୍ତୀ ଖବର 7ଟି ନୂଆ ନିୟମ ଜାରି କଲା ବିସିସିଆଇ। ଚଳିତ ଆଇପିଏଲ 2026 ସିଜନରୁ ହେବ ଲାଗୁ। ବିସିସିଆଇର ପ୍ରଥମ ନିୟମ ଦଳ ଅଭ୍ୟାସ ଏବଂ ତାଲିମ ସହିତ ଜଡ଼ିତ। କୌଣସି ଦଳକୁ 2ଟିରୁ ଅଧିକ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଅନୁମତି ଦିଆଯିବ ନାହିଁ। ଯେକୌଣସି ଅଭ୍ୟାସ ମ୍ୟାଚ୍ ଖେଳିବା ପୂର୍ବରୁ ଦଳଗୁଡ଼ିକୁ ବିସିସିଆଇଠାରୁ ଅନୁମତି ନେବାକୁ ପଡ଼ିବ। ବିସିସିଆଇ ଦ୍ୱାରା ପ୍ରତିଷ୍ଠିତ ତୃତୀୟ ନିୟମଟି, କୌଣସି ଦଳ ଅଭ୍ୟାସ ନେଟ୍ ବାଣ୍ଟିପାରିବେ ନାହିଁ। ପ୍ରତ୍ୟେକ ଦଳକୁ ଅଭ୍ୟାସ ପାଇଁ ପୃଥକ ନେଟ୍ ସେଟ୍ ଦିଆଯିବ। ଖେଳର 4 ଦିନ ପୂର୍ବରୁ ଘରୋଇ ଦଳର ଉଦ୍ଘାଟନୀ ମ୍ୟାଚ୍ ପାଇଁ ନିର୍ଦ୍ଦିଷ୍ଟ ପିଚରେ ତାଲିମ କିମ୍ବା ଅଭ୍ୟାସ ଅନୁମତି ଦିଆଯିବ ନାହିଁ। ଘରୋଇ ଦଳକୁ ଅଭ୍ୟାସ ପାଇଁ ପ୍ରାଥମିକତା ପ୍ରଦାନ କରାଯିବ। ବିସିସିଆଇ ଆଇପିଏଲ 2026 ସମୟରେ ଖେଳାଳି ଏବଂ ସହାୟକ କର୍ମଚାରୀଙ୍କୁ ପଡ଼ିଆରେ ଲେଡ୍ ବୋର୍ଡ ପାଖରେ ବସିବାକୁ ବାରଣ କରିଛି। ପରବର୍ତ୍ତୀ ଖବର ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଚଳିତ ବର୍ଷ ବି ବଢ଼ିବନି ବିଦ୍ୟୁତ ବିଲ୍, ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱସ୍ତରରେ ଶକ୍ତି ସଂକଟ ଦେଖାଦେଇଥିବା ବେଳେ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ କିଛି ଆଶ୍ୱସ୍ତିକର ଖବର ଆଣିଛି। 2026-27 ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦରକୁ ଅପରିବର୍ତ୍ତିତ ରଖିବାକୁ ଘୋଷଣା କରିଛି। ଆୟୋଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଏହି
ନିଷ୍ପତ୍ତି ଏପ୍ରିଲ 1 ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଲାଗୁ ହେବ। ଘରୋଇ ବିଦ୍ୟୁତ୍ ଦର ପୂର୍ବବତ୍ ରହିବା ସହିତ ଟିର ଜ୍ୟୋତି ଯୋଜନାରେ 30 ୟୁନିଟ୍ ପର୍ଯ୍ୟନ୍ତ 70 ଟଙ୍କା ନିର୍ଦ୍ଧାରିତ କରିଛି। ମାସକୁ 50 ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର ପାଇଁ 290 ଟଙ୍କା, 50ରୁ 200 ୟୁନିଟ୍ ପାଇଁ 470 ଟଙ୍କା, 200ରୁ 400 ୟୁନିଟ୍ ପାଇଁ 570 ଟଙ୍କା ଓ 400 ୟୁନିଟ୍ରୁ ଅଧିକ ପାଇଁ 610 ଟଙ୍କା ଦେୟ ରହିଛି। ଏହା ସହିତ ପ୍ରଥମ କିଲୋୱାଟ୍ ପାଇଁ 20 ଟଙ୍କା ସ୍ଥାୟୀ ଶୁଳ୍କ ଏବଂ ପରବର୍ତ୍ତୀ ପ୍ରତ୍ୟେକ କିଲୋୱାଟ୍ ପାଇଁ 20 ଟଙ୍କା ଅତିରିକ୍ତ ଦେୟ ଲାଗିବ। ଉପଭୋକ୍ତାଙ୍କ ପାଇଁ 10 ଟଙ୍କା ରିହାତି ମଧ୍ୟ ରହିଛି। ପରବର୍ତ୍ତୀ ଖବର ଲୋକସଭାରେ ବଡ଼ ପରିବର୍ତ୍ତନ, 543ରୁ ବଢ଼ି 816 ହେବ ସିଟ୍। ମହିଳାଙ୍କ ପାଇଁ 33% ଆରକ୍ଷଣ। ମୋଦି ସରକାର ଆଣିବେ ବିଲ୍। ସରକାର ଲୋକସଭା ଆସନର ମୋଟ ସଂଖ୍ୟା ଏବଂ ଗୃହ ମଧ୍ୟରେ ମହିଳାଙ୍କ ପାଇଁ ସଂରକ୍ଷଣ ଉଭୟ ବୃଦ୍ଧି କରିବା ପାଇଁ ଏକ ବିଲ୍ ଆଗତ କରିବାକୁ ଯାଉଛନ୍ତି। ସୂତ୍ର ଅନୁସାରେ ସରକାର ବର୍ତ୍ତମାନର 543 ଲୋକସଭା ଆସନକୁ 816କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଉଛନ୍ତି, ଯାହା ମଧ୍ୟରୁ 273 ଆସନ ମହିଳାଙ୍କ ପାଇଁ ସୁରକ୍ଷିତ ରହିବ। 2001 ଜନଗଣନାର ତଥ୍ୟ ଆଧାରରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା କରିବା ପାଇଁ ପ୍ରସ୍ତୁତି ଚାଲିଛି। ମୋଟ ଆସନ ମଧ୍ୟରୁ 33% ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଚଳିତ ଅଧିବେଶନରେ ସରକାର ନୂତନ ସଂଶୋଧନ ବିଲ୍ ଆଗତ କରିବେ।